खोर्धा जिल्लार जटणी निकटस्थ कुस्माटी ग्राम रे भक्ति और सांस्कृतिक माहौल मध्यरे चलीछि श्री श्री बाबा बालुंकेश्वर राम नाट्य संसद पक्षरु आयोजित भव्य राम नाट्य उत्सव। मंत्री सुमंत बड़ी छड़े केउठारे रखी सुमंत अरे बड़ी छड़े केउठारे रखी आसलो एही उत्सवर चतुर्थ रजनी रे आकर्षणीय राम नाटक परिवेशन दर्शक मानंकु मनोमुग्ध करिथिला। पुत्र कोले धरी करिले ज्ञान अभिशाप मोर पुत्र ग्रामवासी और पार्श्ववर्ती अंचल लोक माने बहु संख्यार जोगदे एही सांस्कृतिक आयोजन को सफल करथिले। एही अवसर रे जटणी विधायक विभूतिभूषण बलवंतराय मुख्य अतिथि भावे जोग देइथिले। सेहिपरि बीजेडी रो वरिष्ठ नेता अनंत शतपथी सम्मानित अतिथि भावे उपस्थित थिले। से मध्य एही परंपरागत नाट्य उत्सव को उच्च प्रशंसा करिथिले। एही नाट्य उत्सव आगामी दिन रे आउ अधिक आकर्षणीय राम नाटक सहित जारी रहिबो बोली आयोजक माने सूचना दैछंती। कुस्माटी ग्रामर एही भव्य आयोजन एबे समग्र अंचल रे आलोचनार विषय होई पारिछि। प्रति वर्ष परी ए वर्ष गोटे नियारा कार्यक्रम ए मंच 75 वर्ष पर्यंत अभिनय करी आसी श्री राम नाटक पीढ़ी पर पीढ़ी जाइछंती। ए मंच 75 वर्ष रे पदार्पण करिछि। एही अवसर रे ए मंच 75 वर्षर पूर्ति पालन करुछि। महाप्रभु मर्यादा पुरुषोत्तम सकल शक्तिर आधार प्रभु श्रीरामकर उत्सव पाई समग्र विश्व श्रीराम नवमी उपलक्षे ये कार्यक्रम दीर्घ 75 वर्ष महाप्रभुंकर अपार करुणा एवं तांकर नाम गान करथिबा श्री श्री बालुंकेश्वर देव नाट्य संसदर हीरक जयंती उत्सव रे उपस्थित रहे मु निजक गौरवान्वित मन करुछि एवं महाप्रभुंकर आशीर्वाद करुणा भिक्षा करने सहित अनुष्ठान तथा पंचायतर अधिवासी माने जो माने दीर्घ दिन धरी महाप्रभुंकर भजन कीर्तन नाम 75 वर्ष धरी गान करुछंती। महाप्रभु तांको अपार करुणा दियंतु, अपार आशीर्वाद प्रदान करंतु। आमे समस्ते से महाप्रभुंकर पदांक अनुकरण अनुसरण करी तांकरी आदर्श अनुप्राणित होई गोटे सुस्थ उन्नत समाज गठन रे ब्रती हो अग्राधिकार भीतर से काम करे। आम गुरुदेव जो निर्देश देले अनुरोध निर्देश देले स्मारकी तैयारी करा जिवो 75 वर्षर पूर्ति उत्सव आपणकर आदेश को ग्रहण करी घोषणा करुछि
ଯାହା ଲାଗିବ ମହାପ୍ରଭୁଙ୍କର ସ୍ମାରକୀ ପାଇଁ ଯେଉଁ ଘରଟି ପାଇଁ ମୁଁ ତାକୁ ନିଶ୍ଚିତ ଭାବରେ ଆପଣଙ୍କୁ ଦେବା ପାଇଁ ଆଜି ପ୍ରତିଶ୍ରୁତିବଦ୍ଧ ସେ ମହାପ୍ରଭୁଙ୍କ ନାମରେ। ଓ ବାଲୁଙ୍କେଶ୍ୱର ଦେବଙ୍କ ପାଇଁ ଦୋଳ ଘର ପାଇଁ 2 ଲକ୍ଷ ଟଙ୍କା ମୁଁ ସାଂସନ୍ କରିଦେଇଛି, ଅଲରେଡ଼ି ଆସିଗଲାଣି ସେଟା। ଏବଂ ମହାପ୍ରଭୁଙ୍କର ଏଇ ଯେଉଁ ସ୍ମାରକୀ ପାଇଁ ଯେଉଁ ଗୃହଟି ତିଆରି ହେବ ତା ପାଇଁ ଯାହା ଲାଗିବ ସମ୍ପୂର୍ଣ୍ଣ ଦେବାକୁ ପ୍ରତିଶ୍ରୁତିବଦ୍ଧ ହୋଇ ମହାପ୍ରଭୁଙ୍କ ପାଖରେ ଆଉ ଥରେ ଆପଣମାନଙ୍କର ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କର ଆମ ନିର୍ବାଚନ ମଣ୍ଡଳୀ ତଥା ପଞ୍ଚାୟତର ସମସ୍ତ ଅଧିବାସୀମାନଙ୍କର ସୁସ୍ଥ ନିରୋଗ ନିରାମୟ ଜୀବନ ପାଇଁ ମହାପ୍ରଭୁଙ୍କର ପ୍ରାର୍ଥନା କରି ମୋର ବକ୍ତବ୍ୟ ସାଙ୍ଗ ଯେ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ସମସ୍ତଙ୍କୁ ଆଶୀଷ ପ୍ରଦାନ କରନ୍ତୁ। ଜୟ ଶ୍ରୀରାମ। ଆଜିର ପବିତ୍ର ଛଣାଘର କୁସୁମାଟିର ଗ୍ରାମର ପଞ୍ଚାୟତର ରାମନାଟକ କମିଟିର ଉପସ୍ଥିତ ଜଟଣୀର ଲୋକପ୍ରିୟ ବିଧାୟକ ତଥା ଆମର ସମ୍ମାନନୀୟ ଆମ ସମସ୍ତଙ୍କର ପ୍ରିୟ ଶ୍ରୀଯୁକ୍ତ ବିଭୂତିଭୂଷଣ ବଳବନ୍ତ ରାୟ ମହୋଦୟ ଏବଂ ଆମ ଗାଁର ବନ୍ଧୁ ତଥା ମୋର ପୌଷା ସିଏ ରବି ସ୍ୱାଇଁ ମହୋଦୟ, ଆମର ବାଉରିଆ ଭାଇ, ଏଠି ଅନ୍ୟାନ୍ୟ ଅତିଥିବୃନ୍ଦ ଉପସ୍ଥିତ, ଏପଟେ ବାମ ପଟେ ବି ଉପସ୍ଥିତ ଅଛନ୍ତି ଅନ୍ୟାନ୍ୟ ସମସ୍ତ ଅତିଥି। ବହୁତ ଖୁସି ଲାଗିଲା। ଆଜି ମୋତେ ବିଭୂତି ଭାଇ କହିଲେ ଭାଇନା ଆସ ଯିବା, ଗୋଟେ କାର୍ଯ୍ୟକ୍ରମ ଥିଲା ଗାଁର କିନ୍ତୁ ଆସିଲୁ। ଆସିବା ବାଟରେ ଦେଖନ୍ତୁ ରାତି 11ଟା ବେଳେ କୌଣସି ବି ବିଧାୟକ ଆପଣ ଦେଖିନଥିବେ ଗୋଟେ ଆପ୍ଲିକେସନ୍ ନେବା, ଲୋକଙ୍କର କଥା ଶୁଣିବା। ଆସୁ ଆସୁ ବାଟରେ ଲୋକଙ୍କର ପାଣି ସମସ୍ୟା, ରୋଡ଼ ସମସ୍ୟା, ତା ମଧ୍ୟ ରାତି 11ଟା ବେଳେ ବୁଝାଗଲା ୟାଠୁ ଭଲ ଜିନିଷ ଆମ ପାଇଁ ଆଉ କ'ଣ ହେଇପାରିବ। ଏ ପଞ୍ଚାୟତ ପାଇଁ ଏତିକି ପରିଶ୍ରମ ଏ ସମୟ ଦିଆଯାଉଛି ଯେ ପଞ୍ଚାୟତର ସମସ୍ତ ଗୁରୁଜନ, ସମସ୍ତ ଯୁବବନ୍ଧୁ, ସମସ୍ତ ମହିଳା ପାଖରେ ଯେମିତି ଜଟଣୀ ବ୍ଲକର ସବୁ ସୁବିଧା ଆସିକି ଏଠି ପହଞ୍ଚି ପାରିବ। ସ୍କୁଲ ହଉ, ସ୍କୁଲର ମୁଁ 2ଟା ପ୍ରୋଗ୍ରାମ ଆସିଛି ଏ ଗାଁକୁ, ବଢ଼ିଆ ପ୍ରୋଗ୍ରାମ ହେଉଛି। ସ୍କୁଲ ହଉ, ଏ ଗାଁର କମ୍ୟୁନିଟି ସେଣ୍ଟର ହଉ, ମନ୍ଦିର ହଉ ଏବଂ ଯେକୌଣସି କାର୍ଯ୍ୟକ୍ରମ ସବୁଠୁ ସର୍ବାଧିକ ଏ ଗାଁକୁ ସଦାବେଳେ ସବୁଥିରେ ସୁଯୋଗ ଦିଆଯାଉଛି। ଏବଂ ଏ ଗାଁ ଲୋକ ଯେଉଁଭଳି ଭାବରେ ବିଭୂତି ଭାଇଙ୍କ ପ୍ରତି ଆଶୀର୍ବାଦ ରଖିଛନ୍ତି, ମୁଁ ନିଶ୍ଚୟ ଆଶା ରଖିବି ଏହି ରାମନାଟକ କମିଟି ମାଧ୍ୟମରେ ସେଇଭଳି ପ୍ରଭୁ ଶ୍ରୀରାମଙ୍କର ଆଶୀର୍ବାଦ ରହୁ, ରଘୁନାଥଙ୍କ ଆଶୀର୍ବାଦ ରହୁ ଯେ ଆପଣମାନେ ଏମିତି ଏକଜୁଟ ହୋଇ ଏ ସମ୍ପର୍କକୁ ମଜବୁତ କରିକି ରଖନ୍ତୁ। ଆଗାମୀ ଦିନରେ ଗୋଟେ ଶ୍ରେଷ୍ଠ ପଞ୍ଚାୟତର ଏଇଠୁ ଆମେ ସମସ୍ତେ ପ୍ରତିଜ୍ଞା କରିବା ଏ ପଞ୍ଚାୟତ ଶ୍ରେଷ୍ଠ ପଞ୍ଚାୟତ ହେବ ଏବଂ ଏ ରାମନାଟକ କମିଟି 75 ନାହିଁ 100 ବର୍ଷ କେମିତି ପାଳନ ହେବ ତା ମଧ୍ୟ ଗୋଟେ ଲମ୍ବା ତାଲିକା ତିଆରି ହେବ, ଯେଉଁଥିରେ କି ଜଟଣୀ ବ୍ଲକର ଏ ରାମନାଟକ କମିଟି ଗୋଟେ ଶ୍ରେଷ୍ଠ ରାମନାଟକ କମିଟି ହେବ ମୁଁ ମଧ୍ୟ ଆଶା ରଖିବି। ଏବଂ ଏଠାରେ ଉପସ୍ଥିତ ଅନ୍ୟାନ୍ୟ ସମସ୍ତ ଗୁରୁଜନ ଭାଇମାନେ ସମସ୍ତେ ଅଛନ୍ତି। ଏ 75 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜିର ମୁଖ୍ୟ ଅତିଥି ଜଟଣୀର ଲୋକପ୍ରିୟ ବିଧାୟକ ବିଭୂତିଭୂଷଣ ବଳବନ୍ତ ରାୟ ମୁଖ୍ୟ ଅତିଥି। এই হীরক জয়ন্তী উৎসবর চতুর্থ রজনী এই উৎসবরে আমার মাননীয় বিধায়ক বিভূতি বাবু আছি উপস্থিত হয়ে আমাকে বহুত পরামর্শ দেলে। অল্প সময় ভিতরে সে সম্পূর্ণ রামায়ণর তত্ত্বটাকে বর্ণনা কলে। রাম চরিত্রর जो जो भल गुण जहाँ आम आदर्श रामचंद्र को आदर्श मानी आम समाज रे आगू जाऊँ से आदर्श विषय से अल्प समय भितर बहुत कथा कहीदे। रामायणर मूल तत्वटा कौन, तार उद्देश्य कौन, से अल्प समय भितर वर्णना कले। से मुझे मोर हृदय तरफ अनुष्ठान तरफ धन्यवाद अर्पण करुँची। सम्मान्य अतिथि आमर अनंत बाबू ये गाँव से पुओ ये पाख गाँव एवं ए गाँव ज्वाई, तेणु आमर समस्त से ज्वाई, तेणु तांकर जो उपदेश गुड़िक बहुत मूल्यवान, से आम उपदेश ग्रहण करुँ। तापर आज जो मन सब अतिथि होती रवि बाबू छाड़दे आउ समस्त मोर छात्र पूर्वतन छात्र समस्त को भल पाए से भल पाती
ସେମାନେ ମଧ୍ୟ ମୁଁ ଆଜି ଏହି ମଞ୍ଚରେ ଧନ୍ୟବାଦ ଦେଉଛି। ଏଇଭଳି ବିଭୂତମାନଙ୍କୁ ଆଣି ଏଇ ଗାଁର ସବୁ କ୍ଷେତ୍ରରେ ଉନ୍ନତି କରନ୍ତୁ, ଏତିକି ମୁଁ ପିଲାମାନଙ୍କ ପାଖରେ ବର୍ଣ୍ଣନା କରୁଛି। ଅନ୍ୟାନ୍ୟ କଳାକାରମାନଙ୍କୁ ପଛରେ ସମ୍ମାନିତ କରାଯିବ। ତେଣୁ ସମୟ ଅତିକ୍ରାନ୍ତ। ଏହାପରେ ଆସନ୍ତୁ বছর অন্ধমুনি অভিশাপ যৌবনে উন্মাদ ওই শব্দভেদীশ্বর ঘেনি যাইছিলি বলে মূর্খ মারিবাকু ঘট ঘড় ঘড় শব্দ শুনিলাম কর্ণ শব্দভেদীশ্বরটাକୁ କରିଲି ଶେଷର ବାଜି ମାରି ପଡ଼ିଲା କୁମର ଆଉ ଗୋଡ଼ାଇ ଦେଖାଇବହି କରୁଣ ସ୍ୱରରେ ଭଲ ଅଛି ମନେ ପୁତ୍ର କିଏ ତୁ ନିର୍ଦ୍ଦୟ ବିନା ଦୋଷେ ସର ପେଶି ନେଲୁ ମନ ପ୍ରାଣ ପିତା ମାତାଙ୍କର ମୋହ ବିନା ଦଣ୍ଡ ମାତ୍ର ନ ବଞ୍ଚିବେ ସେଇ ତିନି ମହାପାପା ଆସିଲୁ କେଉଁ ଦୋଷେ ମଲି ନାହିଁ ମୋର ଭୁବନ ଆହାରେ ମାରି ବସିଲା ମୋବିଲ ସୁଦିନ ଏ ମଞ୍ଚ ତାକୁ କନ୍ଧରେ ନିଅନ୍ତି ପଦାର୍ଥ ମାରି ତାର ଆଠ ପିତା ମାତା ବାବୁରେ ବାବୁରେ